ବ୍ରାହ୍ମଣ ମାନେ ଗରିବ ଆଜ୍ଞା ବ୍ରାହ୍ମଣ ମାନେ ହିଁ ଗରିବ କରିବ ଭାଇନା ମୋର କହୁନଥିଲେ ଆଜ୍ଞା ବ୍ରାହ୍ମଣ ମାନେ ଗରିବ ଆଜ୍ଞା କାହିଁକିନା ମା ଲକ୍ଷ୍ମୀଙ୍କର ଅଭିଶାପ ତାଙ୍କ ଉପରେ ଅଛି ଅଛି ମା ଲକ୍ଷ୍ମୀ ବ୍ରାହ୍ମଣ ମାନଙ୍କୁ ଅଭିଶାପ ଦେଇଛନ୍ତି ତୁମେ ଧନୀ ହବନି ନା ଗରିବ ହବ ହବ କାହିଁକି ଅଭିଶାପ ଦେଲେ କାହିଁକି ଆଜ୍ଞା ଶ୍ଲୋକଟା ଗାଇ ଦଉଛି ଆପଣ ମାନେ ଯେତେବେଳେ ବସିଛନ୍ତି ଆଜ୍ଞା ଶ୍ଲୋକଟା ଗାଇ ଦଉଛି ରାବଣ ଏ ବ୍ରାହ୍ମଣ ମାନେ କଣ ଅଭିଶାପ ଦେଇଥିଲେ ଏ ଲକ୍ଷ୍ମୀ କଣ ଅଭିଶାପ ଦେଇଥିଲେ ବ୍ରାହ୍ମଣକୁ ଆଜ୍ଞା ଶ୍ଲୋକଟା ହଉଛି କଣ କଣ କହିଲେ ତା ତଂ କ୍ରୋଧନ ପିତ୍ୱା ଚରଣ ତଳ ଘାତ ବଲ୍ଲଭେ ଯେ ନରୁଷା ମଦ ଗୃହ ଛିନ୍ନନ୍ତି ଉମାପତି ପୂଜନେ ପ୍ରତ୍ୟହଂ ସୁପ୍ରଭାତେ କାବାଲ୍ୟ ବିପ୍ରବର୍ଗା ପ୍ରତିଦିନ ପଠନେ ଧାରିଣୀ ବୈରିଣୀ ନାଂ ଇଏ କସ୍ମାତ ବ୍ରାହ୍ମଣ ସଦନେ ଇଏ ନୈବ ନାଥ ବ୍ରଜାମି ବ୍ରାହ୍ମଣ ମାନଙ୍କୁ ମା ଲକ୍ଷ୍ମୀଙ୍କର ଅଭିଶାପ ଆଜ୍ଞା କଣ ଅଭିଶାପ କଣ ହେ ବ୍ରାହ୍ମଣ ସମାଜ ସମାଜ ତା ତଂ କ୍ରୋଧେନ ପିତ୍ୱା ପିତ୍ୱା ମୋ ବାପାଙ୍କର ତମେ ହଉଛ ଶତ୍ରୁ ଶତ୍ରୁ କିଏ ବ୍ରାହ୍ମଣ ଆଜ୍ଞା ମୋ ବାପା କିଏ କିଏ ବରୁଣ ଆଜ୍ଞା ଲକ୍ଷ୍ମୀଙ୍କ ବାପା ବରୁଣ ଆଜ୍ଞା ବରୁଣଙ୍କର ଶତ୍ରୁ ହଉଛନ୍ତି ଜଣେ ବ୍ରାହ୍ମଣ ସେ ବ୍ରାହ୍ମଣ କିଏ ସେ ବ୍ରାହ୍ମଣ କିଏ ଆଜ୍ଞା ନନ୍ଦ ଭାଇନା ନାଇଁ 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 ଅଗସ୍ତି 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 ଆଜ୍ଞା ଆଜ୍ଞା ଯୋଉ ଅଗସ୍ତି ଆଜ୍ଞା ସମୁଦ୍ରକୁ ଆଜ୍ଞା ଚଳୁର କରିକି ଧରି ପକେଇଲେ ଆହା ସାତ ସମୁଦ୍ରକୁ ଆଜ୍ଞା ରାଗରେ ଜର୍ଜରିତ ହେଇକିରି ସାତ ସମୁଦ୍ରକୁ ଚଳୁ କରିଦେଲେ କଲି କରିନଥିଲା ଆଜ୍ଞା ଆଜ୍ଞା ତେଣୁ ସିଏ ହେଉଛନ୍ତି କଣ ଜାତିରେ ବ୍ରାହ୍ମଣ ବ୍ରାହ୍ମଣ ତେଣୁ ମୋ ବାପାଙ୍କର ତମେ ହଉଛ ଶତ୍ରୁ ଶତ୍ରୁ ଲକ୍ଷ୍ମୀ କହୁଛନ୍ତି ଆଜ୍ଞା ଖାଲି ସେତିକି ନୁହଁ ବଲ୍ଲଭେ ଯେ ନରୁଷା ଉଷା ବଲ୍ଲଭ ମୋ ସ୍ୱାମୀ ହଁ ମୋ ସ୍ୱାମୀଙ୍କର ତମେ ମଧ୍ୟ ଶତ୍ରୁ କେମିତି ଜଣେ ବ୍ରାହ୍ମଣ ଆଜ୍ଞା କିଏ ସିଏ ଶ୍ରୀବତ୍ସ ବ୍ରାହ୍ମଣ ଆହା ଶ୍ରୀବତ୍ସ ବ୍ରାହ୍ମଣ ମୋ ସ୍ୱାମୀକି ଗୋଇଠା ମାଇଲା ନାଇଁ ଆଜ୍ଞା ଆଜ୍ଞା ସେ ପଦଚିହ୍ନ ପ୍ରଭୁ ଧରିଛନ୍ତି ବକ୍ଷରେ ଆଜ୍ଞା ତେଣୁ ମୋ ସ୍ୱାମୀଙ୍କର ତମେ ଶତ୍ରୁ ହଁ ମୋ ବାପାଙ୍କର ଶତ୍ରୁ ମୋ ସ୍ୱାମୀଙ୍କର ଶତ୍ରୁ ମୋର ମଧ୍ୟ ଶତ୍ରୁ କେମିତି ଲକ୍ଷ୍ମୀଙ୍କର ଶତ୍ରୁ କେମିତି କିଏ ନା ପ୍ରତିଦିନ ଉମାପତି ପୂଜନେ ପୂଜନେ ପ୍ରତ୍ୟହଂ ସୁପ୍ରଭାତେ ରାତି ପାଇଲେ ମୋ ଘରକୁ ତମେ ଭାଙ୍ଗୁଛ ସାଙ୍ଗ କିଏ ବ୍ରାହ୍ମଣ ମାନେ ଆଜ୍ଞା। ରାତି ପାଇଲେ ଲକ୍ଷ୍ମୀଙ୍କର ଘରକୁ ଭାଙ୍ଗନ୍ତି ଆଜ୍ଞା ହେଇ ଲକ୍ଷ୍ମୀଙ୍କ ଘରକୁ ଭାଙ୍ଗନ୍ତି ଲକ୍ଷ୍ମୀ କୋଉଠି ରହନ୍ତି କି ତାହେଲେ ଲକ୍ଷ୍ମୀଙ୍କ ଘର କିଏ କିଏ କୋଉଠି ଲକ୍ଷ୍ମୀ ରହନ୍ତି ରହନ୍ତି ଆଉ ଗୋଟେ ଶ୍ଲୋକ ଆଜ୍ଞା ଲକ୍ଷ୍ମୀ ବିଲ୍ଲବନେ କଦମ୍ବ କୁସୁମେ ଶ୍ରୀ ବିଷ୍ଣୁ ବକ୍ଷ ସ୍ଥଳେ ଦମ୍ପତ୍ୟାର ବଦନେ ନରେନ୍ଦ୍ର ଭୁବନେ ଛତ୍ରେ ଧ୍ୱଜେ ଚାମରେ ମାତଙ୍ଗେ ତୁରଙ୍ଗେ ବୃଷେଶ୍ଚ ଧବଳେ ଗୋଷ୍ଠେ ସୁଗନ୍ଧାଳয়ে ଏତେ ସ୍ଥଳେ ବିଜୟତି କରୁଣାମୟୀ ये सीते पीते बाससी माँ लक्ष्मी को जगार रहती आज्ञा କୋଉ ଜାଗା लक्ष्मी बिल बने ବନେ बेल गछ ଆଜ୍ଞା लक्ष्मीकर स्थान हूँ बेल गछरे ବେଲ ଗଛ कदम्ब कुसुमे କୁସୁମୀ माँ रहे कदम्ब फूलरे ଫୁଲରେ श्री विष्णु वक्षस्थले ତଳେ विष्णुकर वक्षरे माँ लक्ष्मी रहती ଆଜ୍ଞା दंपत्यार बदने ବଦନେ जोठे ଆଜ୍ଞା। उत्तम दंपति बुझामणारे उत्तम थिबो सेठी आज्ञा लक्ष्मी रहिबे ଆଜ୍ଞା जोटी स्वामी स्त्रींकर आज्ञा उत्तम बुझामणा थिबो सेठी लक्ष्मी रहिबे ଆମ ଟୁକୁନା ଘର तेणु दंपत्या ଆଜ୍ଞା नरेंद्र भुवने ହଁ राजा घरे लक्ष्मी रहंती ଆଚ୍ଛା राजा मानक घरे लक्ष्मी रहंती छत्रे ध्वजे चामरे ତାପରେ शुक्ल चामरे लक्ष्मी रहिबे हैं ହଁ आ जो छत्र ଛତି जो दोल पूर्णिमार जो छत्री टेका हुए ना ଆଜ୍ଞା ता देहरे लक्ष्मी रहंती ରହିବି हैं ଆଜ୍ଞା मातंगे तुरंगे ତୁରଙ୍ଗୀ मातंग बोले हाथी ଆଜ୍ଞା हाथी पाखरे लक्ष्मी रहंती ହଁ तुरंग बोले घोड़ा पाखरे लक्ष्मी रहंती ଆଜ୍ଞା वृषेश्च धबळे ଖବଡ଼ି धଳା वृषभ ପାଖରେ ଲକ୍ଷ୍ମୀ ରହନ୍ତି କଳାଠେ ନୁହଁ ନାଇଁ ଧଳା ଆଚ୍ଛା ତେଣୁ ଆଜ୍ଞା। ଏ ଜାଗା ମାନଙ୍କରେ ମା ଲକ୍ଷ୍ମୀ ରୁହେ ହଁ ତେଣୁ ଆଜ୍ଞା ଏଠି ଲକ୍ଷ୍ମୀ ଅଭିଶାପ ଦଉଛନ୍ତି ହେ ବ୍ରାହ୍ମଣ ସମାଜ ବି ତମେ ରାତି ପାଇଲେ ମୋ ଘରକୁ ଭାଙ୍ଗୁଛ ଭାଙ୍ଗୁଛ ମଦଗୃହ ଛିନ୍ନନ୍ତି ଉମାପତି ପୂଜନେ ଶିବ ପୂଜା କରିବା ପାଇଁ ପାଇଁ। ହେ ବ୍ରାହ୍ମଣ ମାନେ ରାତି ପାଇଲେ ବେଲ ଗଛରୁ ବେଲପତ୍ର ଛିଣ୍ଡଉଛ ନାଇଁ ଆଜ୍ଞା ତେଣୁ ବେଲ ଗଛରୁ ବେଲପତ୍ର ଛିଣ୍ଡେଇବା ମାନେ ମାନେ ମୋ ଘରକୁ ଭାଙ୍ଗିବା ଭାଙ୍ଗିବା ଆଉ ତେଣୁ ତମେ ମୋ ଘରକୁ ରାତି ପାଇଲେ ଭାଙ୍ଗୁଛ ଭାଙ୍ଗୁଛ ତେଣୁ ମୋର ମଧ୍ୟ ଶତ୍ରୁ ମୋ ବାପାଙ୍କର ଶତ୍ରୁ ମୋ ସ୍ୱାମୀର ଶତ୍ରୁ ମୋର ଶତ୍ରୁ ଶତ୍ରୁ ହୁଏତ ଏତେ କଥା ଗୋଟେ ନାରୀ ସହିପାରେ ବାରେ କିନ୍ତୁ ଆଉ ଗୋଟେ ବଡ଼ କଥା ଅଛି ଆଜ୍ଞା ଏ ଜଗତରେ କୌଣସି ନାରୀ ସହିନି ନା ମୁଁ ମଧ୍ୟ ସହିପାରିବିନି ନା 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 ସେଟା କଣ କଣ ନା ସୌତୁଣୀର ପ୍ରଶଂସା ଆଚ୍ଛା ସୌତୁଣୀର ପ୍ରଶଂସା ଆଜ୍ଞା ଲକ୍ଷ୍ମୀ କହିଲେ ହେ ବ୍ରାହ୍ମଣ ମାନେ ହଁ
ତମେ ରାତି ପାଇଲେ ମୋ ସୌତୁଣୀର ପ୍ରଶଂସା କରୁଛ। କଣ ଆଚ୍ଛା ମୋ ସୌତୁଣୀ କିଏ? ଇଏ ଲକ୍ଷ୍ମୀଙ୍କ ସୌତୁଣୀ କିଏ ଆଜ୍ଞା? ସରସ୍ୱତୀ। ଆଇଏ ଆ ସରସ୍ୱତୀ ଲକ୍ଷ୍ମୀ ଦି ସୌତୁଣୀ ନୁହଁ? ହଁ ତେଣୁ ରାତି ପାଇଲେ ବେଶ ତମେ କଣ କରୁଛ ନା ସରସ୍ୱତୀଙ୍କର ଗୁଣଗାନ କରୁଛ। ଆଇଏ କାହିଁକିନା ବ୍ରାହ୍ମଣ ମାନେ ପୁରା ଜ୍ଞାନର ଅଧିକାରୀ, ଅଧିକାରୀ ଜ୍ଞାନ ଶ୍ରେଷ୍ଠ ଦ୍ୱିଜ ପୂଜ୍ୟ। ପୂଜ୍ୟ ତେଣୁ ସରସ୍ୱତୀଙ୍କର ବରପୁତ୍ର ସେମାନେ। ଆଇଏ ତେଣୁ ସେମାନେ ଯେହେତୁ ସରସ୍ୱତୀଙ୍କର ବରପୁତ୍ର, ଆଜ୍ଞା। ରାତି ପାଇଲେ ଆଜ୍ଞା ସେ ବିଦ୍ୟା ଚର୍ଚ୍ଚା କରନ୍ତି। ତେଣୁ ଯେହେତୁ ବିଦ୍ୟା ଚର୍ଚ୍ଚା କରନ୍ତି, ଆଜ୍ଞା। ଏଇଟା ହଉଛି ସୌତୁଣୀର ପ୍ରଶଂସା, ଆଇଏ ନୁହେଁ କି? ଆଜ୍ଞା ତେଣୁ ଲକ୍ଷ୍ମୀ ସେଇ କଥା କହିଲେ, ଗୋଟା ସୌତୁଣୀର ପ୍ରଶଂସା। ଜଣେ ସୌତୁଣୀ ଏ କଥା ଶୁଣିକି ରହିପାରିବ ନାହିଁ। ନା ନା ତେଣୁ ହେ ବ୍ରାହ୍ମଣ ସମାଜ, ବେଶ ମୁଁ ତୁମକୁ ଅଭିଶାପ ଦଉଛି, ଆଜିଠାରୁ ତମ ସଦନ ବେଳେ ତମ ଘରକୁ ନୈବନାଥ ବ୍ରଜାମି, ନୈବନାଥ ବ୍ରଜାମି, ନୈବନାଥ ବ୍ରଜାମି। ବେଶ ମୁଁ ତମ ଘରକୁ ଯିବିନି ଯିବିନି ଯିବିନି। ତେଣୁ ମା ଲକ୍ଷ୍ମୀଙ୍କର କଥାରେ ବ୍ରାହ୍ମଣ ମାନେ ଗରିବ ହବା କଥା। ଆଇଏ କିନ୍ତୁ କିନ୍ତୁ ହଁ ଆଜିକାଲି ବ୍ରାହ୍ମଣ ଆଜ୍ଞା ଆଉ ଗରିବ ଅଛନ୍ତି? ନା ଓଡ଼ିଶାର ଯେତେ ବଡ଼ ଧନୀ ସବୁ ବ୍ରାହ୍ମଣ। ବ୍ରାହ୍ମଣ ହଁ, ଆଇଏ ମହିମା ମିଶ୍ର ଆହା ଗରିବ ଲୋକଟିଏ। ନାଇଁ ଆଜ୍ଞା ଆମର ଇଏ ପଣ୍ଡା ପଣ୍ଡା ବଇଁଶୀ ପଣ୍ଡା ବଇଁଶୀ ପଣ୍ଡା ଓଡ଼ିଶାର 1 ନମ୍ବର ଧନୀ ତାଲିକାରେ ତାଙ୍କ ନାଁ ଆଗେ ଥିଲା, ଆଇଏ ନାଇଁ? ହଁ ଏମାନେ ସବୁ ଆଜ୍ଞା ବ୍ରାହ୍ମଣ। ଆଇଏ କିନ୍ତୁ ଆଜିକାଲି ବ୍ରାହ୍ମଣ ଯେତେ ଦେଖିବେ ସବୁ ଧନୀ। ଏ କେବଳ ଏତିକି ନୁହଁ, ନା ଓଡ଼ିଶାର ହଉ ଭାରତର ହଉ ଯେତେ ସବୁ ବଡ଼ ବଡ଼ ଆଜ୍ଞା ଲୋକ, ବାବା। ଧନୀଶାଳୀ ଲୋକ ହଁ। ସବୁ ହଉଛନ୍ତି ବ୍ରାହ୍ମଣ। ବ୍ରାହ୍ମଣ କାହିଁକି ହେଲେ? ଆଇଏ ବ୍ରାହ୍ମଣ କାହିଁକି ଧନୀ ହେଲେ? ଆହା ମାଳିକା ଉପରେ ଗଲେ ତାର ସମାଧାନ ହବ।